ମୋ ମାତୃଭାଷାଟା ତୋରାଣୀ ପରି। ଯେତେ ପିଉଥିଲେ ଶୋଷ ମେଣ୍ଟେନି, ଯେତେ କହୁଥିଲେ କଥା ସରେନି। ତୋରାଣୀକୁ ମିଳେ ଅନେକ ଟାଇଟା ପରା। ମଳିମୁଣ୍ଡିଆଙ୍କ ଖାଇବା ବୋଲି, ଅସନା ଆଉ ଦେହକୁ ଅହିତ ବୋଲି ମୋ ଭାଷାକୁ ଶୁଣିବାକୁ ପଡ଼େ ସେମିତି ଅନେକ କଥା। କେତେ କଟାକ୍ଷ ଆସେ ମୋ ନନା ବୋଉ ଡାକକୁ, ଆଉ ସେ ଦନ୍ତସ ଆଉ ତାଲବ୍ୟସର ଅବୁଝା ପ୍ରଭେଦକୁ। ହେଲେ ଯିଏ ପିଇଛି ସିଏ ଏକା ଜାଣିଛି ତୋରାଣୀର ତୃପ୍ତି, ତୋରାଣୀର ଶାନ୍ତି, ତୋରାଣୀର ପୌଷ୍ଟିକତା, ତୋରାଣୀର ଶକ୍ତି। ଠିକ୍ ସେମିତି ମୁଁ ମଧ୍ୟ ଜାଣିଛି ମୋ ଭାଷାର କରିବା। ଏହା ଜଗନ୍ନାଥଙ୍କ ଭାଷା, ଖାରବେଳଙ୍କ ଭାଷା, ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱରଙ୍କ ଭାଷା। ତୋରାଣୀର ଅଛି ଅନେକ ପରିଚୟ। ଦହି ତୋରାଣୀ, ଚାଇଁ ତୋରାଣୀ, କାଞ୍ଜି ତୋରାଣୀ। କିନ୍ତୁ ଯେତେ ଯାହା ହେଲେ ବି ତୋରାଣୀଟା ତୋରାଣୀ। ମୋ ଭାଷାର ବି ଅଛି ଅନେକ ରୂପ। କଳାହାଣ୍ଡିଆ, ବାଲେଶ୍ୱରିଆ, କଟକିଆ, ସମ୍ବଲପୁରିଆ, ଗଞ୍ଜାମିଆ, ପୁରିଆ। ହେଲେ ଯିଏ ଯାହା କହୁ ପଛେ ଓଡ଼ିଆଟା ଓଡ଼ିଆ। ତୋରାଣୀକୁ ହଟେଇ ଦେବା ପାଇଁ ହେଇଛି ଅନେକ ଅପଚେଷ୍ଟା। କେତେ କୋକାକୋଲା ଆସିଛି, କେତେ ୱାଇନ୍ ଯାଇଛି, ହେଲେ କଂସାରେ ତୋରାଣୀ କାଲି ବି ଥିଲା ଆଉ ଆଜି ବି ଅଛି। ମୋ ଭାଷା ବି ସହି ଚାଲିଛି ଅନେକ ଯାତନା। ବଙ୍ଗଳାର ବର୍ବରତା, ହିନ୍ଦୀର ଆତ୍ମବଡ଼ିମା, ଇଂରାଜୀର ଚକଚାକ୍ୟ, ହେଲେ ଥିଲା, ଅଛି ଆଉ ସେମିତି ରହିଥିବ ଚିର ଅମ୍ଳାନ ଆମ ଓଡ଼ିଆତ୍ୱ। ମୋ ମାତୃଭାଷାଟା ତୋରାଣୀ ପରି। ଯେତେ ବାସି ହେଇ ଚାଲେ ସେତେ ସୁଆଦିଆ, ଯେତେ ପୁରୁଣା ବଢ଼ି ଚାଲିଛି ତା ଶାସ୍ତ୍ରୀୟତା।